ସଂସଦୀୟ କ୍ଷେତ୍ର ଗୋଟେ ଜୋରଦାର ଲଢ଼େଇ ହେବାକୁ ସମସ୍ତ ଚର୍ଚ୍ଚା ହେଉଛି କାରଣ ଦୁଇ ଜଣ ହେଭିୱେଟ୍ ଜଣେ ଚର୍ଚ୍ଚିତ ନେତା ସୁରରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଉ ଜଣେ ସିଟିଂ ଏମ୍ପି ଅପରାଜିତା ଷଡ଼ଙ୍ଗୀ ତାଙ୍କ ମଧ୍ୟରେ କ'ଣ କେମିତି ମୁକାବିଲା ହେବ? ଜୋରଦାର ତାଙ୍କର ହବ ଲଢ଼େଇ ଆମର ଯେମିତି ବିଜେପି ଆଉ ବିଜେପି ହେଲା ଆଉ ରହିଲା କଂଗ୍ରେସ ବି ବର୍ତ୍ତମାନ ମାନେ ମୋ ମତରେ ଯାହା ସେ ବି ଜୋରଦାର କରିବ ବୋଲି ମୁଁ ଇଏ କରୁଛି। କଂଗ୍ରେସର ପ୍ରାର୍ଥୀ ଏପର୍ଯ୍ୟନ୍ତ ଘୋଷଣା କରିନି ଭୁବନେଶ୍ୱର ଲୋକସଭା ପାଇଁ। କରିବନି ଯିବେ କୁଆଡ଼େ ସବୁ ସେ ପଛେଇ ଯାଇନି କ'ଣ? ପଛେଇଛି କଂଗ୍ରେସ ଭବନରୁ ଯାହା ଆମେ ସୂଚନା ପଛେଇନି ସେ ଯାହାହେଲେ ବି କାଲି କିମ୍ବା ପହରଦିନ ଘୋଷଣା କରିବ ଫାଇନାଲ ଲିଷ୍ଟ ଯେଉଁଟା। ବିଜେପି ଘୋଷଣା କରିଛନ୍ତି ଏବଂ ସେମାନେ ପ୍ରଚାର ମଇଦାନକୁ ମଧ୍ୟ ଓହ୍ଲାଇଛନ୍ତି। ହଁ ହଲ୍ଲା ଭାରି ଅଛି ନିର୍ବାଚନ କେମିତି ଆପଣ ଭାବୁଛନ୍ତି? ବର୍ତ୍ତମାନ ତ ଯାହା ବି ହଉ ବିଜେଡ଼ିର ଚାଲିଛି ବିଜେପିର ବି ଚାଲିଛି ଦୁଇଟା ଜୋରଦାର ଦୁଇ ଜଣ। ଅପରାଜିତା ଷଡ଼ଙ୍ଗୀ ଭିତରେ ଭାରି କିଏ ପଡ଼ିବେ ନିର୍ବାଚନ? ନିର୍ବାଚନ ପରେ ମୋ ଜାଣିବାରେ ଅପରାଜିତା ମ୍ୟାଡ଼ାମ୍ ଲାଗିବ। ଅପରାଜିତା ମ୍ୟାଡ଼ାମ୍ ତାଙ୍କ ପଲ୍ଲା ଭାରି ଅଛି ବହୁତ। ଲୋକ କାହିଁକି ଜଣେ ଯୁବ ନେତୃତ୍ୱ ମନ୍ମଥ ରାଉତରାୟଙ୍କୁ ଗ୍ରହଣ କରିବେ? ସେଇଟା କ୍ୟାମେରା କହିବାଟା ଠିକ୍ ହେବନି ଯେହେତୁ ସୁର ଭାଇଙ୍କର କଂଗ୍ରେସ ଇଏର ଯାହା ଆଗରୁ ଥିଲା ତାଙ୍କ ଇଏଟା ତାପରେ ତାଙ୍କ ପୁଅଙ୍କୁ ଯେଉଁ ଟିକଟ ଦେବା ଲାଗି ଯେଉଁଟା ଥିଲା ବିଜେଡ଼ିରୁ ସେପଟେ ମିଳିଲାନି ସେ ସେପଟକୁ ଡେଇଁ ପଡ଼ିଲେ। ତ ସେ କାହିଁ ତାଙ୍କୁ ଇଏ କରିବେ କିନ୍ତୁ ବିଜେପିର ଯେଉଁଟା ଯେହେତୁ ମ୍ୟାଡ଼ାମଙ୍କର ଅପରାଜିତା ମ୍ୟାଡ଼ାମଙ୍କର ଆଗରୁ କରି ଆସିଛନ୍ତି ୱିଥ୍ ସମସ୍ତେ ତାଙ୍କୁ ହିଁ ଇଏ କରିଛନ୍ତି ତ ତାଙ୍କର ମାନେ ଏଥର ଯେଉଁ ଇଲେକ୍ସନ୍ ରହିବ ବହୁତ ମାନେ ଅଧିକା ଇଏ ରହିବ। ବିଜୟ ଧାରା ବଜାୟ ରହିବ। ନିଶ୍ଚୟ ଜନମତ ତାଙ୍କ ସପୋର୍ଟ।